नमस्कार दर्शक बंधु उर्मी एंटरटेनमेंट पवित्र पाला आगणा को मु प्रियंका आपण मानक स्वागत जनाऊँगी। प्राचीन सांस्कृतिक कार्यक्रम ओडिया पाला आमर ए कस्तूरी कार्यक्रम ए घन घन कालिया जानिली तो चकर घन कालिया जानिली तो चकर घन कालिया जानिली तो चकर चक्का पकाई बसिली थरा चक्का पकाई बसिली मु थरा घन कालिया जानी घन कालिया शुणुथिबे गुणुथिबे मो विबुध जन कालिया जानिली तो पुष्टामर पुराण विधान कालिया जानिली तो चकर माउसी मानकु करे निवेदन कालिया जानिली तो चकर मझिरे मझिरे दौथव हुळ हुଳି स्तन कालिया जानिली ये तो चकर हे बर ज्ञानी जन आज राति पाही गला परे चलीछि कौशल्या राज उद्यान पुष्कर को स्नान करने हाँ 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 तर रातिटा पाहिची केमिति हाँ 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 बापा गोटिए पद बेसी आशा करिबो नै धन माँ मने आज राति पाहुची पूर्व दिगरे आज सूर्य तांकर लोहित किरण को विच्छुरित करी आज दृश्यमान होचंती कवि बांका निधि दास बांका खोर्धा गोलबाईर अद्वितीय प्रतिभा आज पदुटे कलम कले कौन कले बेसी जीवाने धन प्रताप बाबू मात्र पदे दबा रातिटा पाहुची केमिति आज नवदंपति शयन कक्षरे शयन करिसंती हाँ 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 अच्छा सुर बाबा स्वामी स्त्री शयन कला बेले प्रथमे शଯ୍ୟା त्याग किए करे स्वामी करे ना स्त्री करे किए करे आग स्त्री करे गंगाधर मेहर कहले अरे स्वामी को भोजन परे तू भूंजीबू मान शोईबू शयन परे स्वामी को भोजन परे तू भूंजीबू शोईबू शयन परे शोईबू शयन परे स्वामी कर निद्रा भाजिबा पूर्वरु प्रत्युष उठुथिबु प्रत्युषरे तोरी कथा भाई तोरी कथा सुन था मन रखिता आज ये नायिका आज उठी जाउछि नायक ताको धरुछि कहछि ना राति पाहिनी आज नारी कहूछि से मध्य नायिका तार स्वामी को कर प्रदेश को धरिछि डाकुछि कहूछि सुन ये प्राण धन कौन कहूच ये जीव धन है सते कर धरुछि कर मेलाणी प्राण
ଧନ ହେ କର ଧରୁଛି କର ମେଲାଣି କାକର ହେଲା ବାଟ କାକର ସୁତରତ କାକର ହେଲା ବାତ କାକର ସୁତରତ କାକର କର ଅସ ହେଲାଣି ନାଥ ହେ ଜୀବ ଧନ ହେ କର ଧରୁଛି କର ମେଲାଣି ଛାଡ଼ ଛାଡ଼ କାକର ହେଲା ବାଟ ଇଏ ପବନଟା ଥଣ୍ଡା ଥଣ୍ଡା ବହିଲା ରାତି ପାଇଲେ ଥଣ୍ଡା ପବନ ବହେ କାକର ସୁତରୁ ତ କାକର ସୁତ ବୋଲନ୍ତେ କୋଇଲି କୁଆ କୋଇଲି କୋଇଲି ଛୁଆକୁ ପାଳେ କୁଆ କୋଇଲି ମାନେ ବୋବେଇଲେଣି କାକର କର ଅର୍ଥ ଚନ୍ଦ୍ର ଇଏ ଚନ୍ଦ୍ର ଦେବତା ଅସ୍ତ ହେଲେଣି କମଳରେ କମଳ ଫୁଟିଲେଣି କମଳ କମଳରେ କମଳ ଫୁଟିଲେଣି କମଳ କମଳରେ କମଳ ଫୁଟିଲେ କମଳରେ କମଳ ଫୁଟିଲେଣି କମଳ କମଳ ମୁଖୀ ସ୍ନାନେ କଲେଣି ପ୍ରାଣନାଥ ହେ ଜୀବ ଧନ ହେ କର ଧରୁଛି କର ଦେଲାଣି ଆଉ ଛାଡୁ ଯା ଏହି ନ୍ୟାୟରେ ରାତିଟି ପାଇଗଲା ପରେ ଆଜି ରାଜନନ୍ଦିନୀ କୌଶଲ୍ୟା ସେ ରାଜ ପୁଷ୍କରଣୀରେ ସଖୀ ମାନଙ୍କ ସହିତ ସ୍ନାନ ତର୍ପଣ ସାରି ଫେରୁଛି ଅନତି ଦୂରରେ ଦର୍ଶନ କଲା ବଟବୃକ୍ଷ ମୂଳେ ଜଣେ ଯତି ବସିଛନ୍ତି ଆଜି ଯତି କିଏ ସେ ତ ଜଣେ ବ୍ରାହ୍ମଣ ବ୍ରାହ୍ମଣ ଆଜି ଗୁଣଗାନ କରୁଛି ଠାକୁରଙ୍କର ଆଜି ସୂର୍ଯ୍ୟଙ୍କ ନାଁରେ ସକାଳ ସକାଳ ହେଇଯାଇଛି ଆଜି ସେ ସୂର୍ଯ୍ୟ ନାରାୟଣକୁ ଡାକୁଛି ଆଜି ନମ ସବିତେ ଜଗଦେକ ଚକ୍ଷୁଷେ ଜଗତ୍ ପ୍ରସୂତେ ନାଶ ହେତବେ ସୂର୍ଯ୍ୟକୁ ଅବଲୋକନ କରି ଆଜି ଯତି ବ୍ରାହ୍ମଣ ଦେବତା ଆଜି ସେଇ ନାରାୟଣ ଉଦୟ ବ୍ରାହ୍ମଣ ରୂପ ମଧ୍ୟାନେଷ୍ଟୁ ମହେଶ୍ୱର ବ୍ରହ୍ମା ବିଷ୍ଣୁ ମହେଶ୍ୱର ସ୍ୱରୂପ ସୂର୍ଯ୍ୟ ନାରାୟଣଙ୍କୁ ଆଜି ପ୍ରଣାମ ବାଢୁଛନ୍ତି ଆଜି ସୂର୍ଯ୍ୟ ନାରାୟଣଙ୍କର ସ୍ତୁତି କରୁଛନ୍ତି ବ୍ରାହ୍ମଣକୁ ଯେତେବେଳେ ଦେଖିଦେଇଛନ୍ତି କୌଶଲ୍ୟା ନମସ୍କାର ବାଢିଦେଲେ କାହିଁକି ନମୋ ବ୍ରହ୍ମଣ୍ୟ ଦେବାୟ ଗೋ ବ୍ରାହ୍ମଣ ହିତାୟ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମ ଆଚ୍ଛା ମାଲୋ ବ୍ରାହ୍ମଣକୁ କାହିଁକି ନମସ୍କାର କରିବା କାରଣ କଣ ସୁନ୍ଦର ଶ୍ଲୋକଟି ଆପଣ ମାନଙ୍କ ଆଗରେ ଉତ୍ଥାପନ କରୁଛି ଇଏ ଯେତେ ସଚରାଚର ପୃଥିବୀ ରହିଲା କହିଲା ମନ୍ତ୍ରାଧୀନ ଗ୍ରହ ଗଣା ମନ୍ତ୍ରାଧୀନ ତ ନକ୍ଷତ୍ର ମନ୍ତ୍ରାଧୀନ ଦେବତ ସର୍ବ ମନ୍ତ୍ରାଧୀନ ଚରାଚର ମନ୍ତ୍ରର ଅଧୀନରେ ଗ୍ରହ ନକ୍ଷତ୍ର ମନ୍ତ୍ରର ଅଧୀନରେ ଦେବାଦେବୀ ମନ୍ତ୍ରର ଅଧୀନରେ ସଚରାଚର ପୃଥିବୀ ତଙ୍ଗ ମନ୍ତ୍ର ବ୍ରାହ୍ମଣାଧୀନ ବାବୁରେ ତସ୍ମୈ ବ୍ରାହ୍ମଣାୟ ନମୋ ନମଃ
ତେଣୁ ଇଏ ବ୍ରାହ୍ମଣଙ୍କର ଅଧୀନରେ ମନ୍ତ୍ର, ସେଇଥିପାଇଁ ବ୍ରାହ୍ମଣ ମାନଙ୍କୁ ପ୍ରଣାମ ବାଢିବା ଦରକାର। ଏହି ନ୍ୟାୟ ମା ଆଜି କୌଶଲ୍ୟା ବ୍ରାହ୍ମଣଙ୍କ ପାଖରେ ପହଞ୍ଚି ଆଜି ହାତ ଯୋଡି, ହେ ବ୍ରାହ୍ମଣ ଦେବତା, ଆପଣ ଦୟାପୂର୍ବକ ମୋର ନମସ୍କାରଟି ଗ୍ରହଣ କରନ୍ତୁ। ଗୋସେଇ ମୋର ପ୍ରଣାମ ଗ୍ରହଣ କରନ୍ତୁ ଗୋସେଇ। ଦେଖିଲ କେତେ ଭକ୍ତି। ଓ ଇଏ ଝିଅ ନା ମାନେ ଇଏ କୋଶଳ ରାଜନନ୍ଦୀ? ଇଏ କିଏ ମା ତାକୁ ପଚାରୁଛନ୍ତି ଆଜି। ଗୋସେଇ ଆପଣ କଣ ମତେ ଚିହ୍ନି ପାରୁନାହାନ୍ତି? କଣ କଲୁ ରୋଷେଇ? ଆରେ ଗୋସାଇ କହୁଛି, ରୋଷେଇ ନୁହଁ। ମୋର ଚୁଲିଲା ନା ଜାଳ ନାହିଁ, ରୋଷେଇ କଣ? ମୁଁ ଆପଣଙ୍କୁ ପ୍ରଣାମ କରୁଛି, ଆପଣ କହୁଛନ୍ତି ରୋଷେଇ। ଓ ପ୍ରଣାମ କରୁଛୁ? ହଁ ଆଉ କର। ପ୍ରଣାମ ଗ୍ରହଣ କରନ୍ତୁ। ଗୋସେଇ ଇଏ ମୁଁ ଚିହ୍ନି ପାଇଲି ନାହିଁ ତ। ଆପଣ ମତେ ଜାଣିପାରୁନାହାନ୍ତି? ନାଇଁ ତ। ମୋ ହାତ ଟିକେ ଦେଖିଲେ। ହାତ ଦେଖିବି? ହଁ ତମ ଘର କୋଉଠି, କଣ ପରିଚୟ ନାହିଁ? ଇଲୋ ଆପଣ ମତେ ଚିହ୍ନି ପାରୁନାହାନ୍ତି? ପରିଚୟ ଦେଲା କନ୍ୟାଟି, କହିଲା ହେ ବ୍ରାହ୍ମଣ ଦେବତା, ଏ କୋଶଳ ରାଜ କଟକର ରାଜା ହଉଛନ୍ତି କୁଶଳେଶ୍ୱର, ତାଙ୍କର ଝିଅ ମୁଁ ରାଜନନ୍ଦିନୀ କୌଶଲ୍ୟା। କୋଶଳ ରାଜ୍ୟର ରାଜକନ୍ୟା। ଦୟାପୂର୍ବକ ମୋ ହାତ ଟିକେ ଦେଖନ୍ତୁ। ମୋ ହାତ ଦେଖିଲ? ଓ କୋଶଳ ରାଜନନ୍ଦିନୀ, ତୁମେ କୌଶଲ୍ୟା? ହଁ ଠିକ ଜାଗାରେ ହାବୁଡେ ପଡିଛି। କୋଶଳ ରାଜନନ୍ଦିନୀ ତୁମେ କୌଶଲ୍ୟା? ହଁ। ଆଉ ବଢିଆ ହାତ। ମାନେ ତାରି ହାତରେ ଆଜି ଧରା ପଡିଛି ନିଜେ ଶିକାର। ତୁମ ହାତଟି ବଢିଆ। କେଉଁ ତୁମର ବିବାହର ହେଇଛି? ନା ଆଉ ତାହେଲେ ପିଲାପିଲି? ସେ ପରା କଳାକାର ବିଭାଗର ହେଇନି, ଆଉ ପିଲାପିଲି କୋଉଠି ଅଛି? ଓ ବାହାଘର ହେଇନା, ପିଲାପିଲି କୋଉଠି? ହଁ? ହଁ ଠିକ କଥା। ଭଲ ଅଭିନୟ କରୁଛି ରାବଣ ଭୂମିକାରେ। କୌଶଲ୍ୟା, ତୁମେ ଦେଖିପାରୁଛ ମୁଁ କିଏ? କିଏ? ମୁଁ ମାୟାବୀ ଦଶାନନ। କାୟା ବିସ୍ତାର କରିଦେଲା ଆଜି ରାବଣ। କିଏ କୋଉଠି ଅଛ ମତେ ରକ୍ଷା କର। କଣ୍ଠ ଫଟାଇ ଚିତ୍କାର କରି ଡାକିଲେ ତୁମ ଡାକର ଜବାବ ଦେବା ପାଇଁ ଏଠି କେହି ଆସିବେ ନାହିଁ। ଆସ କୌଶଲ୍ୟା। ମୁଁ ଆପଣଙ୍କ ପାଦ ଧରୁଛି, ଆପଣ ମତେ ଛାଡି ଦିଅନ୍ତୁ। ଯେତେ ଅନୁନୟ ବିନୟ ହୋଇ ଚିତ୍କାର କଲେ ମଧ୍ୟ ଆଜି ରାବଣ ଶୁଣିଲା ନାହିଁ। ବଳପୂର୍ବକ କୌଶଲ୍ୟାର ହାତକୁ ଧରି ଜୋର ଜବରଦସ୍ତ ଅପହରଣ କରି ଛାଡି ଦିଅନ୍ତୁ। ଆସ କୌଶଲ୍ୟା, ଆସ କୌଶଲ୍ୟା। ମୁଁ ଆପଣଙ୍କ ପାଦ ଧରୁଛି, ମୁଁ ଆପଣଙ୍କ ମୁଁ ଜାଣିଛି ତୁମେ ପାଦ ଧରିବ, କାକୁତି ମିନତି ହବ, ହେଲେ ତୁମ କଣ୍ଠର ସ୍ୱରର ଜବାବ ଦେବା ପାଇଁ ଏଠି କିଏ ଆସିବ? କେହି ନାହାନ୍ତି। ରକ୍ଷା କର। ଆଉ ତୁମେ ଯୋଉ ମନେ ମନେ ସ୍ୱପ୍ନ ଦେଖୁଛ ଦଶରଥଙ୍କ ସହିତ ତୁମ ବିଭାଘର ହବ, ତୁମ ଗର୍ଭରେ ରାମ ଜନ୍ମ ହେବେ, ରାମ ମତେ ମାରିବେ। ଆସୁ ଜୋର ଜବରଦସ୍ତ ଆଜି ଦୁର୍ମତି ରାବଣ ଏ ଅବଳା ଦୁର୍ବଳା କୌଶଲ୍ୟାକୁ ଅପହରଣ କରି ନେଇ ଚାଲିଗଲା। ଅନତି ଦୂରକୁ ଚାଲିଗଲା ପରେ ପଡିଲା କଲିକାଞ୍ଚନ ବନ। ବନ ମଧ୍ୟରେ ମା ଦକ୍ଷିଣ କାଳିକ ମନ୍ଦିର ନିକଟରେ ପହଞ୍ଚାଇ ଚନ୍ଦ୍ରହାସ ଖଡ୍ଗକୁ ଉନ୍ମୋଚନ କଲା, ବଦ୍ଧ କରିବା ପାଇଁ ଆଜି ଏଇଠି ଏଇ ନିଘଞ୍ଚ ଜଙ୍ଗଲ, ଏଇ ସରା ବାଲି ପଡିଆ, ଏଇଠି ତୁମକୁ ମୁଁ ମରିଦେବି। ତୁମ ଇଷ୍ଟ ସୁବର୍ଣ୍ଣା ରହିଯାଅ। ଦେବର୍ଷି ଆପଣ ଆପଣ ତ ମତେ କହିଥିଲେ କୌଶଲ୍ୟାକୁ ମାରିଦେବା ପାଇଁ। ଦଶାନନ ମୁଁ ତ ମାରିଦେବି, ତୁ କରୁଛୁ କଣ? ମାରିଦେବି କୌଶଲ୍ୟାକୁ। ତୁ ମାରିବୁ? ହଁ। ଆଜ୍ଞା ଆପଣ ମାନଙ୍କ ପାଖରେ ଭାଗବତ ଆଉ ଗୋଟେ ସୁନ୍ଦର ପଦକୁ ଉତ୍ଥାପନ କରୁଛି। କଣ କରିବ କଣ କରିବ ନାଇଁ ହେଲା ନାରୀ ଗର୍ଭିଣୀ ଶିଶୁ ବଧ ପାପଙ୍କ ମଧ୍ୟେ ପରମାଦ ଆପଣଙ୍କ ମଧ୍ୟରେ ପରମାଦ, ପାପଙ୍କ ମଧ୍ୟେ ପରମାଦ। ଦଶାନନ ଆହା ଯେତେ ପାପ ଅଛି ବେଶ ନାରୀବଧ, ଗର୍ଭ ନାରୀବଧ ଆଉ ଶିଶୁବଧ ସବୁ ପାପ ଭିତରେ ଗରିଷ୍ଠ।
ଜାଣିଛୁ ଏ ପାପ କଲେ କଣ ହବ? ଏ ତିନି ପାପ ଯେ କରନ୍ତି ଆୟୁଷ ଥାୟୁ ସେ ମରନ୍ତି। ଏ ତିନିଟା ପାପ ଯିଏ କରିବ ଆୟୁଷ ଥାଉ ତ ସେ ମରିବ। ଏ ଦଶାନନ ତୁ ଜଣେ ଜ୍ଞାନୀ ଗୁଣୀ ଲୋକ, ଶୁଣ 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 ତୁ ଆକୁ ମାରନି। ମାରିବି ନା? ଦେଖୁଛୁ ଅନତି ଦୂରରେ ହଁ କଣ ଦେଖୁଛୁ? ଏ ଯୋଉ ପାହାଡ ଗୁମ୍ଫା। ଗିରି ଗହ୍ୱର, ହଁ এই গিরি গহ্বর মধ্যে ହଁ তাকে নিক্ষেপ কর। ହଁ ସେଇଠି ରଖିଦେଲେ ରାତି ହେଲେ ହଁ ହିଂସ୍ର ଜନ୍ତୁ ମାନେ ଆସିବେ ଖାଇଯିବେ। ଗିରି ଗହ୍ବର ମଧ୍ୟରେ ନିକ୍ଷେପ କରି ହଁ ତା ଗୋଟେ ବଡ ପ୍ରସ୍ତର ଖଣ୍ଡେ ଆଉଜେଲି। ତା ମୁହଁରେ ପଥର ଦେଲେ ସେ କଣ ଆଉ ପେଲିକି ଆସିପାରିବ? ସେଇଠି ଶୁକି ଶୁକି ମରିବ। ସେଇ ତା ଭିତରେ ଶୁକି ଶୁକି ମରିବ। এই ন্যাୟରେ ଆଜି ଇଏ କୌଶଲ୍ୟାକୁ ନେଇ ରାବଣ ସେ ଗିରି କନ୍ଦର ମଧ୍ୟରେ ନିକ୍ଷେପ କଲା। ଛାଡି ଦିଅନ୍ତୁ। ଛାଡ଼ିଦେବ। ଘର ଦେଖାଉ ନାହିଁ ଘର ଦେଖାଉ ନାହିଁ ସେଇଠି ଛାଡ଼ିଦେଇ ସେଠି ରହିବ ଆଉ। ସତେନି ପୁରା ଆରାମରେ ରହିବୁ। ମତେ ଛାଡି ଦିଅ। ତୁ ଆଇଲୁ ସିଆଡେ ଯିବୁ। ଏ ଅବଳା ଦୁର୍ବଳା କୌଶଲ୍ୟାକୁ ନେଇ ଦଶାନନ ରାବଣ ସେ ଗିରି ଗହ୍ୱର ମଧ୍ୟରେ ନିକ୍ଷେପ କରି ବଡ ପ୍ରସ୍ତର ଖଣ୍ଡଟିଏ ତାର ଦ୍ୱାର ଦେଶରେ ବନ୍ଦ କରି ରାବଣ ତା ଦେଶକୁ ଚଳିଗଲା। ସେଇଠି ପଇସା କଥାଟା ଏଇଠି ରହିଲା। ଜ୍ଞାନୀଜନ ସେପଟେ ଅଯୋଧ୍ୟା ରାଜକଟକରେ ରାଜୁତି କରୁଛନ୍ତି ସୂର୍ଯ୍ୟବଂଶୀୟ ରାଜା, ମହାପରାକ୍ରମୀ ଧର୍ମବନ୍ତ ରାଜା ଅଜ ରାଜାଙ୍କର ଗୋଟେ ପୁଅ। ସେ ପୁଅର ନାଁ କଣ? ଦଶରଥ। ପ୍ରତାପ ଭାଇ ଅଜଙ୍କ ପୁଅ ନାଁ କଣ? ଦଶରଥ ପରା। ଦଶରଥ। ବୁଝିହେଲା? ଦଶରଥ 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 ବିଲେ ଚାଲନ୍ତି ତ ମାନେ ଦଶରଥ ଦଶରଥ ଯେ ବିଲରେ ଚାଲିଲେ ମାନେ ବିଲେ ଦେଖିନାହାନ୍ତି? ସେ କଣ? କଙ୍କଡା। ଏ ଦଶରଥ କଙ୍କଡା। 10ଟା ଗୋଡ ଥିବାରେ ନାଁଟା ଦଶରଥ। ସେ ଦଶରଥ କହୁନି। ଅଜ ରାଜାଙ୍କର ପୁଅ ଯୁବକ ପୁଅ ଦଶରଥ। ଅଜ ରାଜାଙ୍କର ଯୁବକ ପୁଅ ନାଁ ହଉଛି ଦଶରଥ। ଆଜି ମନ ବଳେଇଛି ଟିକେ ବନ ପର୍ଯ୍ୟଟନ କରିବି। ବନ ପର୍ଯ୍ୟଟନ, ହଁ ବନ ପର୍ଯ୍ୟଟନ କରିବାକୁ ଆଜି ମନ ବଳେଇଛି। ଡାକିଲା ସାରଥି ଶୁଣ ଇଏ ଆଜିକାଲି ଟିକେ ମନ ବଳେଇଛି ଟିକେ ବନ ପର୍ଯ୍ୟଟନ କରିବା। ତୁମେ କିନ୍ତୁ ମୁଁ ଯାଇପାରିବିନି। କାହିଁକି? ମୋର ବନ୍ଧୁ ବ୍ୟବହାର ପଡୁଛି। ବନ୍ଧୁ ବେପାର ଆଉ କାହାକୁ ବରାଦ କରିକି ମୋ ସହିତ ଚାଲ। ନାଇଁ ନା ତିନିଟା ବନ୍ଧୁ। ତିନିଟା ବନ୍ଧୁ। ଆଚ୍ଛା କି କି ବନ୍ଧୁ? ଭାବିକିରି କହୁଛି। ମାନେ କଥା କଣ କି? ହଁ ମାନେ ମୋ ପୁଅର ମାମୁଁ